ଜଙ୍ଗଲ ଅଧିକାରୀଙ୍କ ଉପସ୍ଥିତିରେ ଏହା ପାଳନ କରାଯାଇଛି। ହାତୀମାନଙ୍କ ସୁରକ୍ଷା ଏବଂ ଏହାର ଯତ୍ନ ତଥା ଏମାନଙ୍କର ଖାଦ୍ୟପେୟ ଏପରି ବିଭିନ୍ନ ଦିଗରେ ହାତୀମାନଙ୍କ ସୁରକ୍ଷା ନେଇ ଆଲୋଚନା କରାଯାଇଛି। ମାନ୍ୟବର ମନ୍ତ୍ରୀ ତଥା ଅଧିକାରୀଙ୍କ ମତାମତ ସାବ୍ୟସ୍ତ କରିଛନ୍ତି। ବନ ବିଭାଗର ତଥ୍ୟ ଅନୁଯାୟୀ ରାଜ୍ୟରେ ଥିବା 14ଟି ହାତୀ କରିଡର ମଧ୍ୟରୁ 4ଟି ଅନ୍ତରାଜ୍ୟ କରିଡର ଥିବାବେଳେ ବାକି ସବୁ ଅନ୍ତଃଜିଲ୍ଲା କରିଡର। ଅନ୍ତରାଜ୍ୟ ମଧ୍ୟରେ ଥିବା କରିଡର ଗୁଡ଼ିକ ହେଉଛି ବାଦାମପାହାଡ଼, ମୟୂରଭଞ୍ଜ, ଧୋବା ଧୁବୁଣି ଝାଡ଼ଖଣ୍ଡ, ବାଦାମପାହାଡ଼, ମୟୂରଭଞ୍ଜ, କରିଡ଼ା ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ଦେଉଳି, ଶୁଳିଆପଦା ଏବଂ କୋରା କେନ୍ଦୁଝର, କରମପଡ଼ା ଝାଡ଼ଖଣ୍ଡ। 3 କରିଡର ଓଡ଼ିଶା ସହ ଛତିଶଗଡ଼ ରହିଥିବା ବେଳେ ଗୋଟିଏ ପଶ୍ଚିମବଙ୍ଗ ସହ ଯୋଡ଼ି ହୋଇ ରହିଛି। ଅନ୍ତଃଜିଲ୍ଲା କରିଡର ଗୁଡ଼ିକ ମଧ୍ୟରେ ଶିମିଳିପାଳ, ହଦଗଡ଼, କୁଲଡିଆ, ତେଲକୋଇ, ପାଲଲହଡ଼ା, ମୟୂରଭଞ୍ଜ, ଜିରିଡ଼ାମାଳି, ଅନନ୍ତପୁର, କହ୍ନେଇଜେନା, ଅନନ୍ତପୁର, ବୁଗୁଡ଼ା ସେଣ୍ଟ୍ରାଲ ଆର୍ଏଫ୍, ନୟାଗଡ଼ ଡିଭିଜନ, ନୂଆଗାଁ, ବାରୁଣୀ, ତାଳ, ଖୋଲଗଡ଼, ବାରପାହାଡ଼, ତରଭା, କଣ୍ଟାମାଳ, କୋଟଗଡ଼, ଚନ୍ଦ୍ରପୁର ଓ କର୍ଲାଭଟ ଡର୍ଲଡନି ରହିଛି। ଏ ସମସ୍ତ କରିଡର 870.61 ବର୍ଗ କିଲୋମିଟର ହୋଇଥିବା ବେଳେ ଦୀର୍ଘ 420.8 କିଲୋମିଟର ବୋଲି 2010ରେ ହୋଇଥିବା ସର୍ଭେରୁ ଜଣାପଡ଼ିଥିଲା। ଗତ 14 ବର୍ଷ ମଧ୍ୟରେ ହାତୀ କରିଡର ବହୁ ପରିମାଣରେ ପ୍ରଭାବିତ ହୋଇଛି। ଅନ୍ୟପଟେ ଯଦି ଦେଖିବା, ରାଜଧାନୀ ଉପକଣ୍ଠ 2017ରେ ଭରତପୁର ସଂରକ୍ଷିତ ଜଙ୍ଗଲ ହାତୀଶୂନ୍ୟ ଥିଲା। କେବଳ ଭରତପୁର ଜଙ୍ଗଲ ନୁହେଁ, ଚନ୍ଦକା ଡମଣା ଅଭୟାରଣ୍ୟରେ ମାତ୍ର ଗୋଟିଏ ହାତୀ ଚଳପ୍ରଚଳ କରୁଥିଲା। କଂକ୍ରିଟ ଜଙ୍ଗଲ ଘେରି ରହିଥିବା ସବୁଜିମାମୟ ଏହି ପରିବେଶକୁ ହାତୀମାନେ ପୁଣି ଥରେ ଆପଣେଇ ନେଇଛନ୍ତି। ଚନ୍ଦକା ଡମପଡ଼ା ଅଭୟାରଣ୍ୟରେ ଏବେ 45ଟି ହାତୀ ରହିଛନ୍ତି। ଅଭୟାରଣ୍ୟରେ ବୟସ୍କ ଓ ପ୍ରାପ୍ତବୟସ୍କକୁ ମିଶାଇ 14ଟି ଅଣ୍ଡିରା ହାତୀ ଅଛନ୍ତି। ସେଥିମଧ୍ୟରୁ ଦନ୍ତା ହାତୀଙ୍କ ସଂଖ୍ୟା 10 ଓ ମାକନାଙ୍କ ସଂଖ୍ୟା 4। ଉଭୟ ବୟସ୍କ ଓ ପ୍ରାପ୍ତବୟସ୍କ ମିଶାଇ 17ଟି ମାଇ ହାତୀ ଅଭୟାରଣ୍ୟରେ ଚଳପ୍ରଚଳ କରୁଛନ୍ତି। ଅଭୟାରଣ୍ୟରେ ଭରପୁର ଖାଦ୍ୟ ରହିଥିବାରୁ କିଶୋର ଛୁଆ ହାତୀଙ୍କୁ ମିଶାଇ 14ଟି ଚନ୍ଦକା ଜଙ୍ଗଲରେ ସଭାବୃଦ୍ଧି କରିଛନ୍ତି। ଭରତପୁରରୁ ଆରମ୍ଭ କରି କୁମାରଖୁଣ୍ଟି ପର୍ଯ୍ୟନ୍ତ ମାଇଲ ମାଇଲ ଅଞ୍ଚଳ ବାଉଁଶ ବୁଦା ରହିଥିବାରୁ ହାତୀଙ୍କ ବାସସ୍ଥାନ ପାଇଁ ଏବେ ବେଶ୍ ସୁହାଉଛି। ମୟୂରଭଞ୍ଜ ବାରିପଦାରୁ ଗୌର ଦାସଗିରିଙ୍କ ରିପୋର୍ଟ, ଜନତା ଏକ୍ସପ୍ରେସ।